ସମସ୍ତ ଛାତ୍ରଛାତ୍ରୀକୁ ଶୁଭ ସନ୍ଧ୍ୟା। ଆମେ ଆଲୋଚନା କରିଥିଲେ ବାର୍ତ୍ତା କବିତା। ପୂର୍ବ ପାଠରେ ଆମେ ଆଲୋଚନା କରିଥିଲେ ଯେ ଶତାବ୍ଦୀର ସିଂହଦ୍ୱାରରୁ ଯେଉଁ ଦୂତଟି ଆସିଥିଲା ସେ ଭବିଷ୍ୟତର ବାର୍ତ୍ତା ନେଇ ଆସିଥିଲା। ଭବିଷ୍ୟତର କିଛି ସମ୍ଭାବନାର ବାର୍ତ୍ତା ନେଇ ସେ ଆସିଥିଲା। କୋଉଠୁ ଆସିଥିଲା? ରାଜା ମହାରାଜାଙ୍କର ସିଂହଦ୍ୱାରରୁ ସେ ଆସିଥିଲା ଦୂତଟି। କ'ଣ ପାଇଁ ଆସିଥିଲା? ଦାସତ୍ୱ ବନ୍ଧନରୁ ମଣିଷମାନଙ୍କୁ, କୋଉ ମଣିଷମାନଙ୍କୁ? ନିଷ୍ପେଷିତ ମଣିଷମାନଙ୍କୁ ମୁକ୍ତିର ସ୍ୱପ୍ନ ଦେଖାଇଛି, ନାଇଁ କି? କିଏ ଦେଖେଇଛି? ସେଇ ଦୂତଟି, ଯୋଉ ଖବର ନେଇକି ଆସିଥିଲା, ଯୋଉ ଦୂତଟି ବା ସମ୍ବାଦ ନେଇକି ଆସିଥିଲା ଯୋଉ ଦୂତଟି। ଆମେ ପାର୍ଟ 1ରେ ପଢିଥିଲେ ସେଇ ବିଷୟଟିକୁ। ତ ଏବେ ଦେଖିବା ନେକ୍ସଟ ପାରାଗ୍ରାଫ। ଯୁଗ ଯୁଗ ଧରି ଯେତେ ଭୀମ ଅତ୍ୟାଚାର ପୀଡ଼ା ହେଲା ମାନବ ଆତ୍ମାକୁ, ମାଗିବାକୁ କୈଫିୟତ ଆଜି ତ ତାହାରି ବେଳ ହେଲା ହେ ରୁଦ୍ର ଭୈରବ। ତ ଆଜି ଆମେ ପଢିବା ଯୁଗ ଯୁଗ ଧରି। ତ ଏଇ ଯୋଉ ଅତ୍ୟାଚାରଟା ଆଜିର ନୁହଁ କି କାଲିର ନୁହଁ କି ମାସକର ନୁହଁ, ଏ ଅତ୍ୟାଚାରଟା ଥିଲା କ'ଣ? ଯୁଗ ଯୁଗର ଅତ୍ୟାଚାର। ଭୀମ, ଭୀମ ଶବ୍ଦର ଅର୍ଥ ଲେଖ। ଭୀମ ଶବ୍ଦର ଅର୍ଥ ହେଲା ଭୀଷଣ, ଭୀଷଣ ଅତ୍ୟାଚାର। ଯୋଉ ଅତ୍ୟାଚାରିତ ଲୋକମାନେ ମଣିଷମାନଙ୍କ ଉପରେ ଯୋଉ ଅତ୍ୟାଚାର କରୁଥିଲେ, ଭୀଷଣ ଅତ୍ୟାଚାର କରୁଥିଲେ, ସେଇ ଅତ୍ୟାଚାର ଯୁଗ ଯୁଗ ଧରି ଚାଲି ଆସିଥିଲା। ଆଜିର ନୁହଁ, କାଲିର ନୁହଁ କି ମାସକର ନୁହଁ, ସେଟା ଥିଲା କେତେ ଦିନର? ଯୁଗ ଯୁଗର ଥିଲା। ପୀଡ଼ା ହେଲା ମାନବ ଆତ୍ମାକୁ, ମାଗିବାକୁ କୈଫିୟତ ଆଜି ତ ତାହାରି ବେଳ ହେଲା ହେ ରୁଦ୍ର ଭୈରବ। ପୀଡ଼ା ଦେଲା ମାନବ ଆତ୍ମାକୁ। ପୀଡ଼ା ମାନେ ହେଲା କଷ୍ଟ। ମାନବର ଆତ୍ମାକୁ ସେ ଅତ୍ୟାଚାରଟା କ'ଣ କରିଛି? କଷ୍ଟ ଦେଇଛି। କୋଉ ଅତ୍ୟାଚାର? ଯୋଉ ଅତ୍ୟାଚାରିତ ମଣିଷମାନେ ମାନବକୁ ଯୋଉ ଅତ୍ୟାଚାର ଦଉଥିଲେ, ସେଇ ଅତ୍ୟାଚାରଟା କ'ଣ ହେଇଛି? ମାନବକୁ ପୀଡ଼ା ଦେଇଛି। ଯୋଉ ଦାସତ୍ୱ ପ୍ରଥାରେ ବାନ୍ଧି ରଖିଥିଲେ, ଲୌହ କାରାଗାରରେ ଯୋଉ ବାନ୍ଧି ରଖିଥିଲେ, ବେଡ଼ିରେ ଯୋଉ ବାନ୍ଧି ରଖିଥିଲେ, ସେଟା ମାନବ ଆତ୍ମାକୁ କ'ଣ କରିଛି? କଷ୍ଟ ଦେଇଛି। ଆଜି ସେ ମାଗୁଛି, ମାଗିବାକୁ କୈଫିୟତ, କୈଫିୟତ ମାନେ କାରଣ ବା ସଫେଇ। ଆଜି ତ ତାହାରି, ଆଜି ତ ତାହାରି ଅର୍ଥ ଏଠି କାହାକୁ କୁହାଯାଇଛି? ଆଜି ତ ତାହାରି ମାନେ ଆଜି ସମୟ ଆସିଯାଇଛି ତାର କାରଣ ମାଗିବାକୁ। କାହାକୁ କାରଣ ମାଗିବେ? ଯୋଉ ଅତ୍ୟାଚାରିତ ମାନବ ମାନେ ଯୋଉ ଅତ୍ୟାଚାର କରୁଥିଲେ, ତାହାର ଆଜି ସେମାନେ କ'ଣ ମାଗୁଛନ୍ତି? କାରଣ ମାଗୁଛନ୍ତି ଯେ ସେମାନଙ୍କୁ କାହିଁକି ସେମାନେ କ'ଣ କରିଥିଲେ? ଦାସତ୍ୱ ପ୍ରଥାରେ ବାନ୍ଧି ରଖିଥିଲେ। ଆଜି ସମୟ ଆସିଯାଇଛି କ'ଣ? ଜାଗି ଉଠିବାର ସମୟ ଆସିଯାଇଛି। ବେଳ ହେଲା, ତ ବେଳ, ବେଳ ମାନେ କ'ଣ? ସମୟ ଆସିଯାଇଛି, ବେଳ ଆସିଯାଇଛି। ଆଜି ଜାଗ୍ରତ ହେବାର କଥା ଏଠି କୁହାଯାଇଛି। ବେଳ ଆସିଯାଇଛି ମାନେ ଆଜି ଜାଗ୍ରତ ହେବାର ସମୟ ଆସିଯାଇଛି। ଏବେ ଆମେ ଜାଗ୍ରତ ହେବା ଏବଂ କ'ଣ କରିବା? ଜାଗ୍ରତ ହେବା ଏବଂ ଜାଗ୍ରତ ହେଇକିନା କ'ଣ କରିବା? ସେଇ ଅତ୍ୟାଚାରର କ'ଣ କରିବା? ପ୍ରତିଶୋଧ ନେବାର ସମୟ ଆସିଯାଇଛି ବୋଲି ଏଠି କବି କହୁଛନ୍ତି। ଆଜି ଭୀଷଣ ଭୟଙ୍କର ରୂପ ଧାରଣ କରିବା। ଭୀଷଣ ଭୟଙ୍କର ରୂପ ଭୈରବ, ରୁଦ୍ର ଭୈରବ। ରୁଦ୍ର ଭୈରବ ମାନେ କ'ଣ? ଭୈରବ ମାନେ ରୁଦ୍ରଙ୍କର ମାନେ ଶିବଙ୍କର ଗୋଟେ ନାମ ହେଲା ଭୈରବ। ସେଟାକୁ ଭୟଙ୍କର ବୋଲି କହିବା। ରୁଦ୍ର ମାନେ କ'ଣ? ଭୀଷଣ, ଯୋଉଟା କି ପ୍ରଚଣ୍ଡ, ପ୍ରଚଣ୍ଡ ରୂପ ଧାରଣ କରିବା। ପ୍ରଚଣ୍ଡ ରୂପ ଧାରଣ କରି କ'ଣ କରିବା? ଆମେ ଆଜି ସେ ଅତ୍ୟାଚାରର ପ୍ରତିଶୋଧ ନେବା। ଆଉ ଯୋଉ ଅତ୍ୟାଚାରିତ ମାନବ ଯୋଉ କ'ଣ କରିଥିଲା? ଆମକୁ କାରାଗାରରେ ବନ୍ଦୀ କରି ରଖିଥିଲା, ଦାସତ୍ୱ ପ୍ରଥାରେ ବନ୍ଦୀ କରି ରଖିଥିଲା, ବେଡ଼ି କରି ଯୋଉ ଆମକୁ ରଖିଥିଲା, ଆଜି ତାର ବେଳ ଆସିଯାଇଛି। କ'ଣ କରିବାର? ଭୟଙ୍କର ରୂପ ଧାରଣ କରି ସେଇ ପ୍ରତିଶୋଧ ନେବାର ବେଳ ଆସିଯାଇଛି। ଏବଂ ଏଇ ଯୋଉ ବାର୍ତ୍ତା ନେଇକି ଆସିଛି ଦୂତଟି, କ'ଣ ପାଇଁ ନେଇକି ଆସିଛି? ଯେ ମୁକ୍ତିର ସ୍ୱପ୍ନ ସେ ଦେଖଉଛି ମାନବକୁ। କୋଉ ସ୍ୱପ୍ନ ଦେଖଉଛି? ମୁକ୍ତିର ସ୍ୱପ୍ନ ଦେଖଉଛି। ଏଇ ଯୋଉ ପାରାଗ୍ରାଫରେ ଆମେ ବୁଝିଲେ ଯେ ଏଇ ଯୋଉ ଅତ୍ୟାଚାରଟି ଆଜିର ନାହିଁ, କାଲିର ନାହିଁ, ମାସକର ନାହିଁ, ଯୁଗ ଯୁଗର ଅତ୍ୟାଚାର। ଆଉ ଏଇ ଅତ୍ୟାଚାର କ'ଣ କରିଥିଲା? ଲୋକମାନଙ୍କୁ ବହୁତ କଷ୍ଟ ଦେଇଥିଲା ବା ପୀଡ଼ା ଦେଇଥିଲା। ମାନବକୁ ବହୁତ ପୀଡ଼ା ଦେଇଥିଲା। ତ ଆଜି ସେ ତାର କାରଣ ମାଗୁଛି। ଆଜି ସେ କ'ଣ କରୁଛି? ବେଳ ଆସିଯାଇଛି ଆମମାନଙ୍କର କ'ଣ ହେବାର ସମୟ ଆସିଯାଇଛି? ଜାଗ୍ରତ ହେବାର ସମୟ ଆସିଯାଇଛି। ଆଉ ଏବେ ଭୟଙ୍କର ଆଉ ଭୀଷଣ ରୂପ ଧରିକିନା ଆମେ ସେଇ ପ୍ରତିଶୋଧ ନେବା। ଯୋଉ ଅତ୍ୟାଚାରୀ ମାନବ ମାନେ ଆମ ସହିତ ଯୋଉ ଅତ୍ୟାଚାର କରିଛନ୍ତି, ତାର ପ୍ରତିଶୋଧ ନେବାର ସମୟ ଆସିଯାଇଛି। ଆଉ ସେଇ ଦୂତଟି ଆସି ଆମକୁ ସେଇ ମୁକ୍ତିର ସ୍ୱପ୍ନ ଦେଖାଉଛି। ତ ନେକ୍ସଟ ପାରାଗ୍ରାଫକୁ ଯିବା। ଶତାବ୍ଦୀର ସିଂହଦ୍ୱାରରୁ ଆସିଅଛି ଦୂତ, ଆଣିଛି ବର ଦେବତାର। ପୁଣି ଥରେ ଏଠି କବି କହୁଛନ୍ତି କିଏ? ସଚ୍ଚିଦାନନ୍ଦ ରାଉତରାୟ, ଯେ ସେଇ ଶତାବ୍ଦୀର ସିଂହଦ୍ୱାରରୁ ଦୂତଟି ଆସିଛି। କ'ଣ ନେଇକି ଆସିଛି? ଭବିଷ୍ୟତର ସେ ସମ୍ବାଦ ନେଇକି ଆସିଛି। କ'ଣ ସେ ସମ୍ବାଦ? ଭବିଷ୍ୟତର ସମ୍ବାଦ ସହିତ ଆହୁରି କ'ଣ ନେଇକି ଆସିଛି? ଦେବତାଙ୍କ ଆଶୀର୍ବାଦ।
ଆଣିଅଛି ବର ଦେବତାର, ବର ମାନେ ଆଶୀର୍ବାଦ, ଦେବତାଙ୍କର ବର ନେଇକି ସେ ଆସିଛି ଦୂତଟି, ଆସିଛି କ'ଣ ଦେବତାଙ୍କର ବର ନେଇକି ଆସିଛି କିଏ? ସେଇ ଦୂତଟି। ଶତାବ୍ଦୀର ସିଂହଦ୍ୱାରରୁ ଆସିଅଛି ଦୂତ, ଆଣିଅଛି ବର ଦେବତାର। ସେଇ ଶତାବ୍ଦୀର ସିଂହଦ୍ୱାରରୁ, ସେଇ ରାଜା ମହାରାଜା ମାନଙ୍କର ଯେଉଁ ସିଂହଦ୍ୱାରରୁ ଯେଉଁ ଦୂତଟି ଆସିଛି ସେ କ'ଣ ନେଇକି ଆସିଛି? ଭବିଷ୍ୟତର ବାର୍ତ୍ତାର ସହିତ ଦେବତାଙ୍କର ଆଶୀର୍ବାଦ ନେଇକି ଆସିଛି। ଦଗ୍ଧ ହୁଅ, ଭସ୍ମ ହୁଅ ହେ ମନୁଷ୍ୟ ପୁତ୍ର। ଦଗ୍ଧ ହୁଅ ମାନେ ପୋଡ଼ିଯିବା, ନିଆଁରେ ପୋଡ଼ିଯିବା। ଭସ୍ମ ହେଇଯିବା ମାନେ ପାଉଁଶ ହେଇଯିବା। କ'ଣ କହୁଛନ୍ତି? ଯେ ତୁମେ ଦଗ୍ଧ ହେଇଯାଅ, ଭସ୍ମ ହେଇଯାଅ ହେ ମନୁଷ୍ୟ ପୁତ୍ର, କୀଟ ସମ ହୁଅ ନିଷ୍ପେଷିତ। ଅର୍ଥାତ୍ କୀଟ ସମ, ଅର୍ଥାତ୍ କୀଟକୁ ଗୋଟେ ସାଧାରଣ ମଣିଷ, କୀଟ ମାନେ ଜାଣିଛ ଗୋଟେ ଛୋଟ କୀଟକୁ ଯେମିତି ସମସ୍ତଙ୍କର ଅତ୍ୟାଚାର ଶିକାର କିଏ ହୋଇଥାଏ? କୀଟଟିଏ। ତ କୀଟକୁ ସମସ୍ତେ ଅତ୍ୟାଚାର କରନ୍ତି, ସେଇଭଳି ଅତ୍ୟାଚାରୀ ମାନବମାନେ କ'ଣ କରୁଥିଲେ? ଏଇ ମଣିଷମାନଙ୍କୁ କୀଟ ସ୍ୱରୂପ ଅତ୍ୟାଚାର କରୁଥିଲେ। ତ ଆଜି ସମୟ ଆସିଯାଇଛି ଯେମିତିକି ଛୋଟ ଛୋଟ କୀଟମାନଙ୍କ ଉପରେ ଆମେ ଅତ୍ୟାଚାର କରିକିରି ତାକୁ ଭସ୍ମ କରିଦେଉଛୁ, ତାକୁ କ'ଣ କରିଦେଉଛୁ? ତାକୁ ପାଉଁଶ କରିଦେଉଛୁ ବା ଧ୍ୱଂସ କରିଦେଉଛୁ ଛୋଟ ଛୋଟ କୀଟଙ୍କ ଉପରେ। ତ ସେମିତି କ'ଣ ଆମ ଉପରେ ମଧ୍ୟ ସେଇ ଅତ୍ୟାଚାରିତ ମାନବମାନେ କ'ଣ କରିଥିଲେ? ଅତ୍ୟାଚାର କରିକିରି ଆମକୁ ଧ୍ୱଂସ କରିଦେଇଥିଲେ, ଆମକୁ ଦଗ୍ଧ କରିଦେଇଥିଲେ। ତ ସେଇ ସବେ ସମୟ ଆସିଛି ଆମେ ସେ ଅତ୍ୟାଚାରର କ'ଣ କରିବା ପାଇଁ? ପ୍ରତିଶୋଧ ନେବା ପାଇଁ। ଆଉ ତାକୁ ସେଇ ଅତ୍ୟାଚାରକୁ ଆମେ ଏବେ କ'ଣ କରିବା? ଦଗ୍ଧ କରିଦେବା, ପାଉଁଶ କରିଦେବା। ସେ ଅତ୍ୟାଚାର ଆଉ ରହିବ ନାହିଁ ଯେମିତି, ସେ ଅତ୍ୟାଚାରକୁ ଆମେ କ'ଣ କରିବା? ସମାପ୍ତ କରିଦେବା, ପୋଡ଼ି ପାଉଁଶ କରିଦେବା। ସେ ଅତ୍ୟାଚାରିତ, ସେଇ ଅତ୍ୟାଚାରରେ ଲୋକମାନଙ୍କୁ, ଯେଉଁ ଅତ୍ୟାଚାର କରୁଥିଲେ ଲୋକମାନେ, ସେ ଅତ୍ୟାଚାରକୁ ଜଳି ପୋଡ଼ି ଆମେ କ'ଣ କରିବା? ପାଉଁଶ କରିଦେବା। ଲୋଭ ତହୁଁ ଜ୍ଞାନ ରଶ୍ମି ବୁଝ ଆଜି ମୂଢ଼, କାରଣ ସେ ପୀଡ଼ନର ତାହାରି ଉଚ୍ଛେଦ କର ହେ ନିର୍ମୂଳ, ସୈନ୍ୟ ପରି ନିଅ ପ୍ରତିଶୋଧ। ସୈନ୍ୟ ପରି ନିଅ ପ୍ରତିଶୋଧ। ଲୋଭ ତହୁଁ ଜ୍ଞାନ ରଶ୍ମି, ଲୋଭ ତହୁଁ ଜ୍ଞାନ ରଶ୍ମି। ଲୋଭ ମାନେ କ'ଣ? ଲାଭ କର, ଲାଭ କର କ'ଣ? ଜ୍ଞାନର ରଶ୍ମିକୁ ଲାଭ କର। ଏଠି କବି କହୁଛନ୍ତି ଯେ ଜ୍ଞାନର ରଶ୍ମିକୁ ଲାଭ କର, ଜ୍ଞାନର ରଶ୍ମିକୁ ଲାଭ କର। ବୁଝ ଆଜି ମୂଢ଼ ମାନେ ତମେ ମାନେ ସବୁ ଅଜ୍ଞାନ, ତମେ ଆଜି ଜ୍ଞାନର ରଶ୍ମି, ଯେଉଁ ଅତ୍ୟାଚାର ହେଉଥିଲା ସେଇ ଅତ୍ୟାଚାରର ଜ୍ଞାନକୁ ତମେ ବୁଝ। ତମେ ଅଜ୍ଞାନ ଅବସ୍ଥାରେ ଥିଲ, ଯାହାଦ୍ୱାରା କି ସେମାନେ ତମକୁ କ'ଣ କରୁଥିଲେ? ଅତ୍ୟାଚାର କରୁଥିଲେ। ତମେ ଏବେ ତମ ହୃଦୟ ଭିତରେ ଜ୍ଞାନର ରଶ୍ମିକୁ ଜଳାଅ, ଯାହାଦ୍ୱାରା କି ତମେ କ'ଣ ପାଇପାରିବ? ମୁକ୍ତି ପାଇପାରିବ। ଯଦି ସେଇ ପ୍ରତିଶୋଧର, ଯଦି ତମେ କ'ଣ କରିବ? ପ୍ରତିଶୋଧ ନେବ, ସେଇ ଅତ୍ୟାଚାରୀ ମାନବ ଉପରେ ଯଦି ପ୍ରତିଶୋଧ ନେବ, ତାହେଲେ ତୁମ ଭିତରେ କ'ଣ ହେବ? ମୁକ୍ତି ପାଇବ। ସେଇ ଅତ୍ୟାଚାରୀ ମାନବଙ୍କ ଠାରୁ କ'ଣ ପାଇବ? ତମେ ମୁକ୍ତି ପାଇବ। ବୁଝ ଆଜି ମୂଢ଼, ଅର୍ଥାତ୍ ତମେ ଅଜ୍ଞାନ ମାନବମାନେ ଆଜି ଏଇ ଜିନିଷକୁ ତମେ କ'ଣ କର? ବୁଝ ବା ବୁଝି ବିଚାରି ତୁମେ କାମ କର। ସେ ଅଜ୍ଞାନତା କେଉଁଠି ଥିଲା ତାହାକୁ ତୁମେ ବୁଝ। ସେ ଅଜ୍ଞାନତା ତମ ଭିତରେ ଥିଲା, ତ ସେଇ ଅଜ୍ଞାନତାକୁ ବୁଝ ଏବଂ ସେଇ ଜ୍ଞାନର ରଶ୍ମିକୁ, ତମ ହୃଦୟରେ ଥିବା ଜ୍ଞାନର ରଶ୍ମିକୁ ଜଳାଅ। ଜଳେଇକିନା ମୁକ୍ତି ପାଇବା ପାଇଁ ସେମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କର। କାରଣ ସେ ସେହି ପୀଡ଼ନର ତାହାରି ଉଚ୍ଛେଦ କର। ସବୁ ପୀଡ଼ନର ବା ପୀଡ଼ନ ମାନେ କ'ଣ? ପେଷଣ, ସବୁ ଅତ୍ୟାଚାର ଯେଉଁ ଥିଲା ସେଇ ଅତ୍ୟାଚାରର ମୂଳ କେଉଁଠି ତାହାକୁ ତୁମେ ଖୋଜ, ତାକୁ ଉଚ୍ଛେଦ କର, ତାକୁ ତମେ ଦୂରେଇ ଦିଅ। ସେ କହୁଛନ୍ତି ଯେ ବିନାଶ କର, ତାକୁ ଉଚ୍ଛେଦ କର, ତାକୁ ବିନାଶ କର। ତମର ଯେଉଁ କାରଣ ଖୋଜ, ସେ ପୀଡ଼ା କାହିଁକି ସେମାନେ ଦେଉଥିଲେ ତମମାନଙ୍କୁ, ସେ ପୀଡ଼ନ, ସେ ଯାତନା, ସେ କଷଣ ସେମାନେ କାହିଁକି ଦେଉଥିଲେ, ତାହାର ମୂଳକୁ ତମେ ଖୋଜ ଏବଂ ତାହା ଉଚ୍ଛେଦ କର, ତାହାକୁ ତମେ ବିନାଶ କର ହେ ନିର୍ମୂଳ, ସୈନ୍ୟ ପରି ନିଅ ପ୍ରତିଶୋଧ। ତାକୁ ମୂଳରୁ ତମେ ଉପାଡ଼ି ଦିଅ। ନିର୍ମୂଳ ମାନେ କ'ଣ? ମୂଳରୁ ଯାହାକୁ ଉପାଡ଼ି ଦେବା। ଅର୍ଥାତ୍ ଏବେ ସମୟ ଆସିଯାଇଛି ତମର ଜାଗ୍ରତ ହେବାର ସମୟ। କ'ଣ ସମୟ ଆସିଯାଇଛି? ଜାଗ୍ରତ ହେବାର ସମୟ ଆସିଯାଇଛି। ତମେ ଏପରି ଭାବରେ ଜାଗ୍ରତ ହୁଅ ଯେମିତିକି ସେମାନେ ଯେଉଁ କାରାଗାରରେ ତମକୁ ବାନ୍ଧି ରଖିଥିଲେ, ବେଡ଼ିରେ ତମକୁ ବାନ୍ଧି ରଖିଥିଲେ, ଆଉ କ'ଣ ଯେଉଁ ଅନ୍ୟାୟ ଅତ୍ୟାଚାର ତମକୁ ଉପରେ କରୁଥିଲେ ବା ଦାସତ୍ୱ ପ୍ରଥାରେ ଯେଉଁ ତମକୁ ବାନ୍ଧି ରଖିଥିଲେ, ତମ ଭିତରେ ଏବେ ତମେ ଜ୍ଞାନ ରଶ୍ମି ପ୍ରଦୀପ ବା ଜ୍ଞାନର ବା ତେଜମୟ ହୁଅ। ଜ୍ଞାନର ରଶ୍ମି ତମେ ଜାଳ ତମ ହୃଦୟ ଭିତରେ, ଯାହାଦ୍ୱାରା କି ତମେ ସେ ଅତ୍ୟାଚାରୀ ମାନବଙ୍କ ବିରୋଧରେ ପ୍ରତିଶୋଧ ଏମିତି ନେବ ଯେ ତାକୁ ମୂଳରୁ
ମୂଳରୁ ତମେ ଉଚ୍ଛେଦ କରିଦେବ ଯେ ସେ ଆଉ ଯେମିତିକି ଆଉ ସେଇ ପ୍ରତିଶୋଧ ବା ସେଇ ଶୋଷଣ ଆଉ ରହିବ ନାହିଁ ବା ସେଇ ଆଉ ଅତ୍ୟାଚାର ଯେମିତି ଆଉ ଅନ୍ୟମାନଙ୍କ ଉପରେ ହେବ ନାହିଁ। ତାକୁ ମୂଳରୁ ଉଚ୍ଛେଦ କର ହେ ନିର୍ମୂଳ, ଅର୍ଥାତ୍ ତାକୁ ନିର୍ମୂଳ ପୁରା ମୂଳରୁ ତାକୁ ଉପାଡ଼ି ଦିଅ। ସୈନ୍ୟ ପରି ନିଅ ପ୍ରତିଶୋଧ। ସୈନ୍ୟମାନେ ତମେ ଜାଣିଛ ଛଞ୍ଚାଣ ପକ୍ଷୀ ଯେମିତି ତାର ଅତ୍ୟାଚାରର ପ୍ରତିଶୋଧ ନେଇଥାଏ ବା ଛଞ୍ଚାଣ ପକ୍ଷୀ ଯେମିତି ପ୍ରତିଶୋଧ ନିଏ, ତ ସେଇ ପକ୍ଷୀ ପରି ତୁମେ କ'ଣ କର, ତୁମ ଜ୍ଞାନର ରଶ୍ମିକୁ ହୃଦୟରେ ଜାଳ ଏବଂ ସେଇ ପକ୍ଷୀ ପରି ତମେ କ'ଣ କର, ସେଇ ଅତ୍ୟାଚାରୀ ମାନବଙ୍କ ଠାରୁ ସବୁର କ'ଣ କର, ପ୍ରତିଶୋଧ ନିଅ। ତ ଏଇ ବାର୍ତ୍ତା କବିତାର ଏଇ ଯେଉଁ 3 ପାରାଗ୍ରାଫ ମୁଁ ପଢ଼େଇଲି, ସେ ପଢ଼େଇବାରେ ତମେ ବୁଝି ଯାଇଥିବ ଯେ ଏଠି କବି କ'ଣ ବାର୍ତ୍ତା ଦେଉଛନ୍ତି ସମାଜକୁ। ଯେ ସେ କହୁଛନ୍ତି ଯେ ତୁମେ ଯେଉଁ ଦାସତ୍ୱ ପ୍ରଥାରେ ବାନ୍ଧି ହେଇକି ଥିଲ, ତୁମକୁ କାରାଗାର ଭିତରେ ଲୌହ କାରାଗାର ଭିତରେ ବନ୍ଦୀ କରିଥିଲେ, ବେଡ଼ିରେ ବାନ୍ଧିକି ରଖିଥିଲେ, ଯେଉଁ ଅତ୍ୟାଚାର ତୁମ ଉପରେ କରୁଥିଲେ, ସେଇ ଅତ୍ୟାଚାରରୁ ମୁକ୍ତି ପାଇବାର ସମୟ ଆଜି ଆସିଯାଇଛି। ତୁମେ ତାଙ୍କ ଉପରେ ପ୍ରତିଶୋଧ ନିଅ, ଆଉ ଏମିତି ପ୍ରତିଶୋଧ ନିଅ ଯେ ତାକୁ କ'ଣ କରିବ, ତୁମେ ମୂଳରୁ ଉପାଡ଼ି ଦିଅ, ଯେମିତିକି ପରବର୍ତ୍ତୀ ସମୟରେ ମଧ୍ୟ ତୁମ ଉପରେ କିଏ ଅତ୍ୟାଚାର କରିବା ପାଇଁ ସାହସ କରିବ ନାହିଁ ବୋଲି ଏଠି କହୁଛନ୍ତି। ଆଉ ଭବିଷ୍ୟତରେ ତୁମେ ନିଶ୍ଚିତ ଭାବରେ ମୁକ୍ତିର ସ୍ୱପ୍ନ ଏଠି ଦେଖାଉଛନ୍ତି କିଏ, ସେ କବି ସଚ୍ଚିଦାନନ୍ଦ ରାୟ ଏଠି ଭବିଷ୍ୟତର ମୁକ୍ତିର ମାର୍ଗ ଦେଖାଉଛନ୍ତି ଲୋକମାନଙ୍କୁ ବା ସମାଜକୁ। ତ ଏଇ ଯେଉଁ ବାର୍ତ୍ତାକୁ ନେଇକି ଆସିଛି ଦୂତଟି। ତ ଆଜି ଆମେ ଏତିକି ପଢ଼ିବା, ନେକ୍ସଟ ପାରାଗ୍ରାଫ ଆମେ ପଢ଼ିବା ନେକ୍ସଟ ପାର୍ଟ 3ରେ। ତ ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ତାକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ।